କିଛି ଦିନ ପରେ କୁକୁଡ଼ା ଫାର୍ମ ଠିଆ ହୋଇଥାନ୍ତା, ଦୁଇ ଭାଇଙ୍କ ରୋଜଗାରର ବାଟ ଫିଟିଥାନ୍ତା। ହେଲେ କାଳବୈଶାଖୀ ଏଭଳି କାଳ ସାଜିବ ବୋଲି କେହି କଳ୍ପନା ବି କରିନଥିଲେ। ଶନିବାର ରାତି ପ୍ରାୟ 8ଟା ମାଡ଼ି ଆସିଲା ଝଡ଼ ପବନ ଓ ବର୍ଷା। ଦୁଇ ଭାଇ ଆସିଥିଲେ ଦେଖିବାକୁ ଫାର୍ମର କିଛି କ୍ଷତି ହୋଇଯିବ କି ଏଇ କଥା, କିନ୍ତୁ ଭଗବାନଙ୍କ ଲେଖନୀ ବୋଧେ ଆଗରୁ ଲେଖିସାରିଥିଲା କିଛି ଅଘଟଣ। ଭୟଙ୍କର ପବନ ଆସି ଫାର୍ମ ଉପରେ ପଡ଼ିଥିବା ଟିଣକୁ ଟୁକୁଡ଼ା ଟୁକୁଡ଼ା କରିଦେଲା, ଆଉ ଠେଲିଦେଲା ଇଟା କାନ୍ଥକୁ। ସେ କାନ୍ଥ ତଳେ ଚାପି ହୋଇଗଲା ସାନ ଭାଇ। ବଡ଼ ଭାଇ ଅସହାୟ ହୋଇ ଦେଖୁଥିଲା ଆଉ ଚେଷ୍ଟା କରୁଥିଲା, ହେଲେ ଆଖି ଆଗରେ ସାନ ଭାଇ ଚାଲିଗଲା ଆରପାରିକୁ। ଏପରି ଦୁଃଖଦ ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଖରଣୀପଡ଼ା ଗାଁରେ। ଆମ ଲାଇଫରେ ଏମିତି କେବେ ଆସିନି, ଆଉ ଏମିତି ଦୁର୍ଘଟଣା ବି କେବେ ହେଇନି। ବର୍ତ୍ତମାନ ଯେଉଁ ଘଟଣାଟା ହେଇଲା ଆମେ ବି ଆଶ୍ଚର୍ଯ୍ୟ ହେଉଛୁ। ମାନେ ତାଙ୍କର ଯେଉଁ ମାହାଣାଙ୍କର ପିଲା 3ଟା, 1 ନମ୍ବର ପିଲା 3ଟା, ତାଙ୍କୁ 2 ଜଣ ଆସିଥିଲେ ଦେଖା ଦେଖି କରିବା ପାଇଁ। ତାଙ୍କର ନୂଆରେ ତ କାମ ଷ୍ଟାର୍ଟ କରିଛନ୍ତି, କାମ ହଁ ବଡ଼ଗିରି ମଝିଆ ଆସିଥିଲେ, ବୁଝିଲ କି। ଆଉ ତାଙ୍କର ତ କାମ ଷ୍ଟାର୍ଟ ହେଇନି, ଆଉ କାମ ତ ଏବେ ବର୍ତ୍ତମାନ ଚାଲିଥିଲା, ଆଉ କିଛି ତାଙ୍କେ କିଛି କୁକୁଡ଼ା ଫୁକୁଡ଼ା ଆଣିବା ବ୍ୟବସ୍ଥା କିଛି ନଥିଲା। ଏମିତି ଗୋଟେ ଦୁର୍ଘଟଣା ଆସିଲା ଯେ ସେ କାନ୍ଥ ପଡ଼ିକିରି ପିଲାଟା ପୁରା ଏକ୍ସପାର୍ଟ ହେଇଗଲାନି। ଶନିବାର ରାତି ପ୍ରାୟ 8ଟା ବେଳେ ଘଟିଥିଲା ଏହି ଅଘଟଣ। ଗାଁର ରାଜେନ୍ଦ୍ର ମହାରଣାଙ୍କ ବଡ଼ ପୁଅ ଓ ଦ୍ୱିତୀୟ ପୁଅ ସିପୁନ ଚାଲିଗଲେ ଗାଁ ନିକଟରେ ତିଆରି କରୁଥିବା କୁକୁଡ଼ା ଫାର୍ମକୁ ଦେଖିବା ପାଇଁ। ଚିନ୍ତା ଥିଲା କାଳ ବୈଶାଖୀରେ ଫାର୍ମ ଭାଙ୍ଗିଯିବନି ତ। ଆଶଙ୍କା ସତ ହେଲା। ନିମିଷକ ମଧ୍ୟରେ ପବନ ଆସି ଫାର୍ମ ଉପରେ ପଡ଼ିଥିବା ଟିଣ ଆଜବେଷ୍ଟସକୁ ଉଡ଼ାଇ ଭାଙ୍ଗିଦେଲା। ବଡ଼ ଭାଇ ପୂର୍ବ ଦିଗରେ ଆଉ ସାନ ଭାଇ ସିପୁନ ପଶ୍ଚିମ ପଟରେ କାନ୍ଥ ପାଖରେ ଛିଡ଼ା ହୋଇଥିଲା। ହଠାତ୍ କାନ୍ଥଟି ମାଡ଼ି ବସିଲା ସିପୁନକୁ। ପବନ ଓ ଘୋର ଅନ୍ଧାର ଭିତରେ ଚିତ୍କାର କରୁଥିଲା ସାନ ଭାଇ। ବଡ଼ ଭାଇ ଦୌଡ଼ି ଆସି ଦେଖିଲା ବେଳକୁ ସିପୁନ ଉପରେ କାନ୍ଥ ପଡ଼ିଯାଇଛି। ସଙ୍ଗେ ସଙ୍ଗେ ବଡ଼ ଭାଇ ଗାଁ ଲୋକଙ୍କୁ ଫୋନ୍ କରିଥିଲା। ଗ୍ରାମବାସୀ ପହଞ୍ଚି ସିପୁନକୁ ଉଦ୍ଧାର କରି ଚିକିଟି ମେଡ଼ିକାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର କହିଦେଲେ ତା ଦେହରେ ଆଉ ଜୀବନ ନାହିଁ। ତା ଘଡ଼ିକୁ ଗାଡ଼ି ଗାଁର ଗୋଟେ 4 ଚକିଆ ଅଛି ବାଗନର, ସେଥିରେ ଆସିକିରି ନେଇକି ଗଲେ। ସେ ବି ଗଡ଼ ପର୍ଯ୍ୟନ୍ତ ପହଞ୍ଚି ପାରିଲାନି, ଗଛ ବଡ଼ ବଡ଼ ପଡ଼ିଯାଇଥିଲା ରାସ୍ତାରେ। ପୁଣି ଅନ୍ୟ ବାଇକ୍ ଦ୍ୱାରା ନନ୍ଦିଙ୍ଗା ସେପଟରୁ ନେଇକି ଗଲେ ବୋଲି ଆମେ ଶୁଣିଲୁ। ହଁ, ଭଲ ପିଲା, ପଢ଼ା ପିଲା, 1 ନମ୍ବର ପିଲା। 3ଟା ପୁଅ ତାଙ୍କର, 3ଟା ପୁଅରୁ କିଏ ଖରାପ କହିବେନି। 7:30ରୁ 8ଟା ମଧ୍ୟରେ 100 ସ୍ପିଡ଼ରେ ପବନ, ମାନେ ଏରିଆରେ ଆଉ କେଉଁଠି ନାହିଁ, ଖାଲି ଏଇ ଜାଗାଟା ଉପରେ 100 ସ୍ପିଡ଼ରେ ପବନ ଆସିଲା ବେଳେ ସେମାନେ କ'ଣ କରିଥିଲେ, ଏଠି ଥିଲେ ଯେ ସେ ଟିଣ ଉଡ଼େଇ ଦେବ ବୋଲିକି 2 ଭାଇ ତାଙ୍କେ ଏନକ୍ୱାରି କରୁଥିଲେ। ଖାଲି କିଛି ନାହିଁ, କାମଧାମ କିଛି କରୁନଥିଲେ, ଖାଲି ଏନକ୍ୱାରି ପାଇଁ କରୁଥିଲେ। କଲା ଟାଇମ୍ରେ ବଡ଼ ଭାଇଟା ପଶ୍ଚିମ ଦିଗକୁ ଦେଖୁଥିଲା। ଯେଉଁ ଭାଇଟା ଡେଥ୍ ହେଲା ସେ ପୂର୍ବ ପଟକୁ ଯାଇକି ଦେଖୁଥିଲା ଯେ ଡାଉନରେ ସେ ଥିଲା। କାନ୍ଥିଟା ତା ଉପରେ ହାଇଟ୍ରେ ଥିଲା, ସେ କାନ୍ଥିଟା ଡାଉନକୁ ଘୁଷୁଡ଼ି ପଡ଼ିଲା। ଜୀବନକାଳ ମଧ୍ୟରେ କାଳବୈଶାଖୀର ଏଭଳି କରାଳ ରୂପ ଦେଖିନଥିବା କହିଛନ୍ତି ଗ୍ରାମବାସୀ ଓ ସମ୍ପର୍କୀୟ। ବହୁତ କଷ୍ଟରେ ବାପା 3 ପୁଅଙ୍କୁ ମଣିଷ କରିବା ପାଇଁ ପାଠ ପଢ଼ାଇଥିଲେ, କିନ୍ତୁ କାଳବୈଶାଖୀର ତାଣ୍ଡବ ମଝିଆ ପୁଅକୁ ବାପା କୋଳରୁ ଛଡ଼ାଇ ନେଇଛି। ଏହି ଦୁଃଖଦ ଘଟଣା ପାତ୍ରପୁର ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଚିକିଟି ମେଡ଼ିକାଲରେ ସିପୁନ ମୃତ ଘୋଷଣା ହେବା ପରେ ବହୁ ବ୍ୟକ୍ତି ଆସି ସମବେଦନା ଜଣାଇଥିଲେ। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର FMT ପଠାଯାଇଥିଲା। ପୋଲିସ ପ୍ରଶାସନ ତଦନ୍ତ କରିଛି। ଏହି ପରିବାରକୁ ସରକାର ସହାୟତା ଦେବା ପାଇଁ ଅନୁରୋଧ କରିଛନ୍ତି ସମସ୍ତେ। କିଛି ଦିନ ପରେ କୁକୁଡ଼ା ଫାର୍ମ ଠିଆ ହୋଇଥାନ୍ତା, ରୋଜଗାର ଆସିଥାନ୍ତା। ହେଲେ ଯମ ରୂପୀ କାଳ ବୈଶାଖୀ ଏ ପରିବାରକୁ ଦେଇଛି ବଡ଼ ଝଟକା। ଗଞ୍ଜାମ ଖରଣୀପଡ଼ାରୁ ରବୀନ୍ଦ୍ରନାଥ ଡାକୁଆଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।